नमस्कार। गुड मॉर्निंग। जय आरसीएम, सुप्रभात। गुड मॉर्निंग जय एसएम। गुड मॉर्निंग। हाँ, शुभ सकाळ। शुभ। समस्त वेलकम। बहुत बढ़िया। जे আজি ଗୁରୁକୁଳରେ ଆମେ ବହୁତ କିଛି ଶିଖିଲେ। ଗୁରୁକୁଳର ଆଜି ଶିକ୍ଷା ଆମ ଜୀବନରେ ଗୋଟେ ବହୁତ ବଡ଼ ପ୍ରଭାବ ବି ପକଉଛି। ଆଉ ପ୍ରତ୍ୟେକ ଦିନ ଗୁରୁକୁଳ ନିଜେ ଆସିବା ସହିତ ଆମ ଟିମକୁ ଯଦି ଆମେ ଇନଭଲ୍ଭ କରିପାରିଲେ ତାହେଲେ ଆ, ଇଏ ଗ୍ରୋଥ, ଯୋଉ ଗ୍ୟାସେସର ଫର୍ମୁଲାରେ ଯୋଉ ଗ୍ରୋଥ ଅଛି, ତ ଆମେ ଗ୍ରୋଥ ଆମେ କରିପାରିବା। ତ ଗ୍ରୋଥ କରିବା ପାଇଁ ଆମ ଟିମକୁ ଇନଭଲ୍ଭ କରିବା ନିହାତି ଆବଶ୍ୟକ। ଏ ଆବଶ୍ୟକ ବିଷୟ ଉପରେ ଆମେ ଟିକେ ଧ୍ୟାନ ଦେଲେ ଆମେ ବହୁତ ଭଲ ହେଇପାରିବ। ତ ଆଜି ଗୁରୁକୁଳରେ ଆମେ କଣ ଶିଖିଲେ, ଆମେ ସେ ବିଷୟରେ ଆମେ ଡିସ୍କସନ କରିବା। ତ ଆସନ୍ତୁ ଆରପି ବାବୁଙ୍କଠୁ ଶୁଣିବା। ଜୟ ଏସଏମ। ଆଜି ଗୁରୁକୁଳରେ ଯୋଉ ଗୁରୁଜୀ କହିଲେ ପ୍ରକୃତ ସେ କହିଲେ ଯେ ମେନ୍ କଥା ହେଲା ୟୁଏଲପି ମିଟିଂ ମାସରେ କେତେ ଥର ମାନେ ବହୁତ ଥର କରିବା ଦରକାର, କିନ୍ତୁ ମିନିମମ୍ 4 ଥର କରିବା ଦରକାର। ଯେତେ ଆମ ସେବା କେନ୍ଦ୍ର ଅଛି, ଆମର ଏଇ ଭୁବନେଶ୍ୱର ବି ଯେତେ ସେବା କେନ୍ଦ୍ର ଅଛି, କଟକ ତ ଆମେ ଯାଇପାରିବୁନୁ, କିନ୍ତୁ ଏଇଠି ଯେତିକି ଅଛି ସେ କହୁଛନ୍ତି ମାସରେ ନିହାତି 4 ଥର ମିନିମମ୍ କରିବା କଥା, କିନ୍ତୁ ସେଇଟା ଏଠି ହଉନି। ୟୁଏଲପି ମିଟିଂ ହେଇଥିଲା 2 ମାସ ତଳେ ଆମର ଡମଣାରେ, ଆଉ ଏଠି ଆମର ସାଲିଆ ସାହି ଆମର ସେଠି। ଆଉ ସେଇ ଦିନଠୁ 2 ମାସ ପରେ କେବେ ୟୁଏଲପି ମିଟିଂ ହେଇନି। ଏଇଟା ସିନିୟର ମାନଙ୍କର ଡ୍ୟୁଟି, ସେମାନେ ଫଲୋଅପ୍ କରିବା କଥା। ଆମେ ତ ବହୁତ ତଳେ ଅଛୁ, କିନ୍ତୁ ଆମେ ଆଟେଣ୍ଡ କରିବାକୁ ରେଡି। ୟୁଏଲପି ମିଟିଂ ସବୁ ମେମ୍ବରଙ୍କୁ ନେଇକି ଆମେ ଯାଇ ପହଞ୍ଚିଯିବୁ। ୟୁଏଲପି ମିଟିଂ ଯିବା ଦ୍ୱାରା ଯୋଉ ନୂଆ ମେମ୍ବର ସବୁ ଯିବେ, ସେମାନେ କଣ ପ୍ରଡକ୍ଟ ବିଷୟରେ ସେବା କେନ୍ଦ୍ରରେ ସବୁ ପ୍ରଡକ୍ଟ ଜାଣି ଦେଖିବେ, ଆଉ ପ୍ରଡକ୍ଟ ବିଷୟରେ ନଲେଜ ବି ନେବେ। ୟୁଏଲପି ମିଟିଂରେ ଯୋଉ ଡିସ୍କସନ ହବ, ମାନେ ଆମର ଆସିଏମ ବିଜନେସ କଣ, ଯେତେବେଳେ ଆମ ପ୍ରୋଜେକ୍ଟ ଲାଗିବ, ସବୁ ନୂଆ ନୂଆ ଲୋକଙ୍କୁ ଆମେ ଯୋଉ ନେଇକି ଯିବା ୟୁଏଲପି ମିଟିଂ, ସେମାନେ କଣ ପଜିଟିଭ ହେବେ। ପଜିଟିଭ ହେଲା ଦ୍ୱାରା ଆମର ବି ଗ୍ରୋଥ ହବ। ଗ୍ରୋଥର ମୂଳ ମନ୍ତ୍ର ମୁଁ କହିଲି ଯାହା ଆଜି ବୁଝିଲି, ୟୁଏଲପି ମିଟିଂ ଦି ବେଷ୍ଟ, ହୋମ ମିଟିଂ ଦି ବେଷ୍ଟ। ମୁଁ ଏତିକି କହୁଛି, ମୋ ଦେହଟା ବି ଅସୁସ୍ଥ ଅଛି। ବହୁତ ବଢିଆ। ୟୁଏଲପି ମିଟିଂ, ୟୁଏଲପି ଆକ୍ଚୁଆଲି, ହଁ, ସମସ୍ତଙ୍କୁ ଗୋଟେ କଥା କହିବାକୁ ଚାହେଁ। ଆରସିଏମ କୁ ଆମେ, ଆରସିଏମ ହଉଛି ଗୋଟେ ଅଭିଯାନ। ଆମକୁ ଆମେ ଉଚ୍ଚାରଣ ଯେତେବେଳେ କରିବା କାହାକୁ ବିଜନେସ ବୋଲି, ତ ଅଭିଯାନକୁ ଆମେ ବିଜନେସ ଭଳି ଉଚ୍ଚାରଣ କରିବାନି। ତା ଛଡା ଆଉ ଆପଣମାନଙ୍କୁ ସମସ୍ତଙ୍କୁ କହିବାକୁ ଚାହେଁ, ତ ଦିନକୁ ଦିନ ତ ଆମର ଗ୍ରୋଥ ହଉଛି। ଯୋଉ ପର୍ଯ୍ୟନ୍ତ ଆମେ ନିଜେ କିଛି କରୁନେ, ତ ନିଜେ କରିବା ମିନ୍ସ ଆମେ ଗୋଟେ ଥର ୟୁଏଲପି କ୍ୱିକ୍ କୁ ଦେଖିଲେ, ଆମର ଯୋଉ ସଂସ୍ଥା, ତାର ୱେବସାଇଟରେ ସମସ୍ତଙ୍କ ପାଇଁ ସମାନ ଅଛି। ଏଠି ଜୁନିୟର ନାହିଁ, ସିନିୟର ନାହିଁ, ସମସ୍ତେ ସିନିୟର, ସମସ୍ତେ ସମସ୍ତେ ଜଣେ ଜଣେ ମାଲିକ। ତ ସମସ୍ତଙ୍କ ୱେବସାଇଟରେ ୟୁଏଲପି କ୍ୱିକ୍ର ଅଲରେଡି ଡାଉନଲୋଡ ହେଇକି, ମାନେ ଡାଉନଲୋଡର ଅପସନ୍ ଅଛି। ସେଠି ଆମେ ଡାଉନଲୋଡ କରିବା। ଚାहे ଆମେ ହିନ୍ଦୀର ବି ଡାଉନଲୋଡ କରିପାରିବା, ନହେଲେ ଇଂଲିଶର କିମ୍ବା ବେଙ୍ଗଲୀର ଅଛି, କନ୍ନଡ଼ର ଅଛି, ଏସବୁ ବି ଅଛି। ଯୋଉ ଭାଷାରେ ଆମେ କମ୍ଫର୍ଟେବୁଲ, ଆମେ ସେଇଟା ଆମେ ତାକୁ ଡାଉନଲୋଡ କରିବା। ତ ଆମ ସୁବିଧା ଅନୁସାରେ ଆମେ ଯେମିତି ପ୍ରେଜେଣ୍ଟ କରିପାରିବା, ତ ସେ ପ୍ରେଜେଣ୍ଟେସନ କୁ ଆମେ ନିଜେ ଦେଖେଇବା। ଆମେ ନିଜେ ତାକୁ କଣ୍ଡକ୍ଟ କରିବା, ଆମ ଟିମକୁ ଦେଖେଇବା। ଯଦି ଆମେ କହିବା କି ଆମ ଅଫଲାଇନ କରୁନାହାନ୍ତି, ତ ଆମ ଡାଉନଲାଇନ ବି ଆମକୁ କହିବେ ଆରେ ଆମ ଅଫଲାଇନ ବି କରୁନାହାନ୍ତି। ତ ଆମେ ଆକ୍ଚୁଆଲି କଣ ନା, ଆମେ ସମସ୍ତେ ଇଣ୍ଡିପେଣ୍ଡେଣ୍ଟ, ସମସ୍ତେ ଏଠି ସମାନ। ତ ସମସ୍ତଙ୍କର କିଛି ନା କିଛି କରିବାର। ହଁ, ଥରେ ଦିଥର ଦେଖିଦେଲେ ଯାହା ହଉଛି ତାକୁ ଅନ୍ୟମାନେ, ଆମେ ତାକୁ ଯଦି ଫଲୋ କରିବା, ତାହେଲେ ଆମ ଟିମ୍ ଲୋକ ବି ଫଲୋ କରିବେ। ତ ୟା ନାଇଁ ଦ୍ୱାରା ନାଇଁ, କଣ ହବ, ଆମେ ଆଗକୁ ବଢିପାରିବା, ବହୁତ ଉପରକୁ ଆମେ ଯାଇପାରିବା। ତାକି ଆମ ଟିମର ଡୁପ୍ଲିକେଟ ବି ତିଆରି ହେଇପାରିବ, ବହୁତ କିଛି ଡେଭଲପମେଣ୍ଟ ବି ହେଇପାରିବ। ତ ଇଏ ହଉଛି କଥା। ତା ଛଡା ଆହୁରି ବହୁତ ସାରା କଥା ବି ଡିସ୍କସନ କଲେ। ଆକାଶ। ଜୟ ସାର୍, ନମସ୍କାର ସାର୍। ଆଜି ତ ବହୁତ ସାରା ପ୍ରଶ୍ନ ପ୍ରଥମେ ପଚାରିଲେ, ତା ଦେହରୁ ମୋର ଗୋଟିଏ ପ୍ରଶ୍ନ ଯେ ଅତି ମାନେ ଭଲ ଲାଗିଲା, ଯେ ଆମକୁ ମଞ୍ଜିଲ ପତା है
ଆଉ ରାସ୍ତା ବି ପତା है କିନ୍ତୁ ଆମେ ଅଲଗା ରାସ୍ତାରେ ଆମେ କାହିଁକି ଚାଲୁ। ଆଉ ବହୁତ ସାରା ଆନ୍ସର ବି ବାହାରିଲା। ଆଉ ତା ଦେହରୁ ଲାଷ୍ଟ କୁ ଆମର ଟିସି ସାର୍ ଗୋଟେ ଆନ୍ସର କହିଲେ ଯେ ଆମେ ବହୁତ ଲୋକଙ୍କୁ ଦେଖୁଛେ ଯେ ସେ ଭୁଲ ରାସ୍ତାରେ ଚାଲୁଛନ୍ତି, ତାଙ୍କୁ ଦେଖିକି ଆମ ଠିକ ରାସ୍ତାରେ ଚାଲିବାକୁ ଆମକୁ ଡର ଲାଗୁଛି। ତ ଆମେ ଜାଣିଛେ ଏଇ ରାସ୍ତାଟା ଠିକ ଅଛି କିନ୍ତୁ ଆମେ ଭୁଲ ରାସ୍ତାରେ ଚାଲୁଥିବା ଲୋକମାନଙ୍କୁ ଦେଖିକି ଆମେ ସେଇ ରାସ୍ତାରେ ତାଙ୍କ ପଛେ ପଛେ ଚାଲି ଯାଉଛେ। ତ ସେଇଗୁଡାକ ଆମେ କରିବା ନାହିଁ। ଆଉ ସେଥିଲାଗି ତ ମୁଁ ଆଜିର ତ ପ୍ଲାନିଂ ଅଛି ଯୋଉମାନେ ସବୁ ପୁରୁଣା ଲୋକ ଅଛନ୍ତି ଆଉ ଯୋଉମାନେ ଆଇଡି ସେ କିଣିବା ବନ୍ଦ କରିଦେଇଛନ୍ତି ତ ତାଙ୍କୁ କେମିତି ଆଇଡି କୁ ରିଆକ୍ଟିଭ କରିବେ ଆଉ ତାଙ୍କ ସହିତ ଆଜି ମୁଁ କଲ୍ କରିକି କଥା ହେବି। ବହୁତ ବଢିଆ କଥା। ସାହୁ ଭାଇ, ଧନ୍ୟବାଦ ସାର୍। ସାହୁ ଭାଇ ଅନମ୍ୟୁଟ କରନ୍ତୁ ଭାଇ। ଆଜି ତ ବହୁତ ଜିନିଷ ଆମେ ଆଲୋଚନା ହେଲା। ସେଥିରୁ ବଡ ଜିନିଷ ହଉଛି ଗେସେସ୍। ଗେସେସ୍ କୁ ପୁରା ଆପଣେଇବା ଦରକାର। ସେଥିରେ ନ୍ୟୁ ଭାଇଟାଲ ପିନ୍ କୁ ସମ୍ମାନିତ କରିବା, ସମସ୍ତଙ୍କୁ ହୋମ ମିଟିଂ କୁ ଗୁରୁତ୍ୱ ଦେବା, ଗେସେସ୍ ର ସବୁ ଜାଗା 20ଟା ପଏଣ୍ଟ କୁ ଯଦି ଆମେ ଆପଣେଇବା ଆଉ ଟିମ୍ ରେ ବାଣ୍ଟିବା। ଯୋଉ ଆମେ ଫର୍ମ ପାଇଛେ କାଲି, ମୁଁ ତାକୁ କାଲିଠାରୁ ଆରମ୍ଭ କରିଛି ଯେ ଆମେ ପ୍ରତିଦିନ ଗ୍ରୋଥ କରିବା ନିହାତି ଆବଶ୍ୟକ। ପ୍ରତିଦିନ ଗ୍ରୋଥ ଖାଲି ନିଜେ ନୁହେଁ, ନିଜ ଟିମ୍ରେ ଗ୍ରୋଥ କରାଇବା। ସେଗୁଡ଼ା ମୁଁ ଜେରକ୍ସ କରିଦେଇଛି, ତାକୁ ନେଇ ସମସ୍ତଙ୍କୁ ଆଜି ଦେବି। ଯାହାଫଳରେ କି ଆମେ ଗ୍ରୋଥକୁ ପୁରା ଆପଣେଇବା, ଗେସେସ୍ ଫର୍ମୁଲାଟାକୁ ପୁରା ଆପଣେଇବା ଦରକାର। ଇଏ ତ ଗୋଟେ କଥା। ଦୁଇରେ ସିଡ୍ସର ପ୍ରୋଗ୍ରାମଟା ମଧ୍ୟ ତାକୁ ବି ଆମେ ଆପଣେଇବା ଦରକାର। ଗେସେସ୍ର ପ୍ରତି ପଏଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ନେଗେଟିଭ ଜିନିଷ ଅନ୍ତର ଭିତରେ ପୂରେଇ ଦେବା ନାହିଁ। ବ୍ରେନଟାରେ କେବଳ ପଜିଟିଭ ଜିନିଷ ଆମେ ଭର୍ତ୍ତି କରିବା ଗେସେସ୍ର ଫର୍ମୁଲାକୁ ନେଇ। ଯଦି ଆମେ ଏଇଟା କରିବା, ଟିମ୍ରେ କରେଇବା, ତାହେଲେ ବହୁତ ବଡ଼ ସକ୍ସେସ୍ ହେଇଯାଇପାରିବ। ପ୍ରତିଦିନ ପ୍ରତି ମାସର ଗ୍ରୋଥ ହବା ଦରକାର। କ'ଣ ହବ ନା, ଟିମ୍ରେ ଯଦି ଆମେ ଏଇଟାକୁ ଆପଣେଇ ଦେବା ଗେସେସ୍ର ଫର୍ମୁଲାକୁ ସମସ୍ତଙ୍କୁ ଦେଇ କ'ଣ କ'ଣ ଆମେ ଯେମିତି କହିଲେ ସେଇଟା ଯଦି କରିବା, ତାହେଲେ ବହୁତ ବଡ଼ ସକ୍ସେସ୍ ହେଇଯାଇପାରିବ। ଟିସି ଯଦି ସାର୍ ଉପରେ ଗୁରୁତ୍ୱ ଦେଲେ, ନ୍ୟୁ ଭାଇଟାଲ ପିନ୍ ଉପରେ ଆସିକି ଦେଲେ, ନୂଆ କୁ ୱେଲକମ୍ କରିବା ହେଉଛି ସବୁଠାରୁ ବଡ଼ ଜିନିଷ। ନୂଆ ଯାହା ଗୋଟେ ଜଏନିଂ କଲେ ତାଙ୍କ ଘରେ ୱେଲକମ୍ କରିବା, ୱେଲକମ୍ ମିଟିଂ କରିବା। ଆଉ ସେମାନଙ୍କୁ ଯଦି ସମ୍ମାନିତ କଲେ ତାଙ୍କ ପଡ଼ିଶା ମାନଙ୍କୁ ନେଇ, ତାହେଲେ ଆମେ ବହୁତ ବଡ଼ ସକ୍ସେସ୍ ହେଇଯାଇପାରିବା। ଓଭର ଟୁ ଶତପତି ବାବୁ। ଓକେ, ମାଇକ୍ ବେଳେ ବାଜୁଛି ଯେ ଭାରି ଅସୁବିଧା ହଉଛି। ସୁକାନ୍ତ ବାବୁ। ସାର୍ ନମସ୍କାର ସାର୍, ଜୟ ଆର୍ସିଏମ୍ ସାର୍। ଜୟ। ସାର୍ ତ ଗ୍ରୁପରେ ବହୁତ ଗୁଡା କଥା କହିଲେ ସାର୍। ଆମର ଗ୍ୟାସ ଉପରେ କହିଲେ, ତାପରେ ୟୁଏଲପି ଆମେ କେମିତି ଆମର ସେବା ବିତରଣ କେନ୍ଦ୍ରରେ କେମିତି ନେବା, କେମିତି ଲୋକଙ୍କୁ ଆଟ ଏ ଟାଇମ୍ ସବୁ ପ୍ରଡକ୍ଟ ମାନେ ତାଙ୍କୁ ଡେମୋ ଦେଖିଲେ କି କହିଲେ କହିପାରିନି। ସିଲେକ୍ଟ ତାଙ୍କ ଯେତିକି ନିଡି ଜିନିଷ ତାଙ୍କୁ ତାଙ୍କ ଭିତରେ ବୁଝେଇଲେ ଧୀରେ 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 ତାଙ୍କର କମ୍ପେୟାର କଲେ ମାର୍କେଟ ପ୍ରଡକ୍ଟ କ'ଣ, ତାଙ୍କ ପ୍ରଡକ୍ଟ ଆମ ଆର୍ସିଏମ୍ ପ୍ରଡକ୍ଟ କ'ଣ, ସେମାନେ ନିଜେ ବୁଝିପାରିବେ। ଆଉ ସେମାନଙ୍କୁ ସବୁବେଳେ ଟଚ୍ ରଖିବାକୁ, ସବୁବେଳେ ଫଲୋଅପ୍ ରଖିବାକୁ ପଡିବ। ଆଉ ତାଙ୍କ କେମିତି ଆମର ଓପନିଂ କେମିତି ହବ ଠିକରେ, ତାଙ୍କର ଫାଷ୍ଟ ତାଙ୍କର ଓପନିଂ ଟା ତାକୁ ଟିକେ ଭଲରେ କରିବାକୁ ପଡିବ, ଦମଦାର କରିବାକୁ ପଡିବ। ତା ସହିତ ଫଲୋଅପ୍ ଟା ନିହାତି ଦରକାର। ଆଉ ଗୁରୁକୁଳରେ ଆଉ ବଢିଆ ଜିନିଷ କହିଲେ, ସେମାନେ ନୂଆ ନୂଆ ତାପରେ ତାଙ୍କର ଚିନ୍ତାଧାରା ଟା ଚେଞ୍ଜ ହେଇପାରିବ। ତା ସହିତ ଆପଣ ଆପଣଙ୍କ ନେଟୱାର୍କ ବୋଧେ ଟିକେ ଫ୍ଲକ୍ଚୁଏଟ କରୁଛି, ଟିକେ ବାହାରକୁ ଆସନ୍ତୁ। ଶୁଭୁନି କାହିଁକି ସୁକାନ୍ତ ବାବୁ? ହୁଁ। ଠିକ ଅଛି, ମିନତି ମ୍ୟାଡାମ କୁହନ୍ତୁ। ଜୟ ଆଶ୍ରମ ସାର୍, ସମସ୍ତଙ୍କୁ ନମସ୍କାର। ମୋ ଦେହଟା ଟିକେ ବେଶୀ ଖରାପ ହେଇଯାଇଛି, ଏଇ ଗରମଟା ଆସିଛି। ଆଜି ସେ ଯୋଉ ଆର ମାସରେ ସାର୍ ଯୋଉ କିଣି ନାହାନ୍ତି, ଏ ମାସରେ ନାଇଁ, ମୁଁ ଆପଣ ଗୁରୁକୁଳରେ କଣ ଶିଖିଲେ ସେଇଟା କୁହନ୍ତୁ। ଆମେ ଯାହା କଥା ହବା ପର୍ସନାଲି ଆମେ କଥା ହବା। ଆଚ୍ଛା, ଗୁରୁକୁଳରେ ତ ବହୁତ ପ୍ରକାର ଜ୍ଞାନ ଦିଆଯାଉଛି। ଆଉ ତା ଭିତରୁ ସେଟା କୋଉଟା ଆମକୁ, ଯେମିତି କିି କାନରେ ୟୁଏଲବି କ୍ୱିକ୍ ଲଗେଇବା ହିସାବରେ ଆରତି ଅପା ଶିଖିଲେ, ଫଲୋଅପ୍ ଉପରେ ଆକାଶ ଶିଖିଲେ, ସାହୁ ଭାଇ ବି ଗେସେସ୍ ର ଫର୍ମୁଲା ଉପରେ ଶିଖିଲେ, ତ ଆପଣଙ୍କୁ କୋଉଟା ଭଲ ଲାଗିଲା ଆପଣଙ୍କୁ? ସାହୁ କହିଲେ ହଁ ଠିକ, ସେଗୁଡା ସବୁ ମାନିବା ଦରକାର। ସେ ଯାହା କହିଛନ୍ତି ଠିକ, କିନ୍ତୁ ଆମର କିଏ କରୁଛି, କିଏ ମୁଁ ତ କରିପାରୁନି, ସେଥିପାଇଁ ଟିକେ ଦୁଃଖ ନାଇଁ, ଲାଗୁଛି। ଆଜି ଗୁରୁକୁଳରେ କଣ ଶିଖିଲେ ସେଇଟା କୁହନ୍ତୁ, କଣ ଶିଖିଲେ ଆଦ?
କରିବା ନ କରିବା ତ ପର କଥା, କଣ ଆମକୁ ଭଲ ଲାଗିଲା, କୋଉଟା ଭଲ ଲାଗିଲା ଆମକୁ ଗୁରୁକୁଳରେ? ଗ୍ରେସର ଯୋଉ କରୁଛନ୍ତି ସେଇଟା ମତେ ଟିକେ ଭଲ ଲାଗିଲା। ଆଉ ମୁଁ ନିଜେ ବି କରିବି, ମାନେ ପୁରା ମାନେ ଲୋକଙ୍କୁ ଡାକିକି। ଆଉ ମତେ ସବୁ ଆଉ କଣ କହିବି, ମୁଁ ଆଉ ଦେହଟା ଭଲ ଲାଗୁନି ବୋଲି ବ୍ୟସ୍ତ ଲାଗୁଛି ଟିକେ। ଆଜି ଓକେ ଓକେ, ଠିକ ଅଛି ଠିକ ଅଛି। ଆଜ୍ଞା, ନମିତା ମ୍ୟାଡାମ କୁହନ୍ତୁ। ଆଜ୍ଞା, ହ୍ୟାଲୋ। ନମିତା ମ୍ୟାଡାମ ଅନମ୍ୟୁଟ କରନ୍ତୁ ଆଜ୍ଞା। ସାର୍ ନମସ୍କାର। ଆଜ୍ଞା, ନମସ୍କାର। ହଁ ସାର୍, ଗୁରୁକୁଳରେ ତ ଭଲ ଜିନିଷ ସାର୍ ଟିସି ସାର୍ କହିଲେ, ବହୁତ ଭଲ ଲାଗିଲା ତାଙ୍କର କଥାବାର୍ତ୍ତା। ମାନେ ଯେତିକି ଗ୍ରୋନ୍ ଅପ୍ କରିବା ଆମେ ଆମ ଟିମରେ, ସେତେ ହଉଛି ଆମର ଡେଭଲପ ହବ ଟିମ୍ ଟା। ଆଉ ମେନ୍ ହେଲା ନିଜେ ସବୁବେଳେ ଏଇ ପ୍ରୋଗ୍ରାମ, ତାପରେ ୱେଲକମ୍ ମିଟିଂ ଟା ଘରେ କରିବା ଦରକାର। ହୋମ ମିଟିଂ ଆଉ ୱେଲକମ୍ ମିଟିଂ, ୟୁପି ପ୍ରୋଗ୍ରାମ, ଏଗୁଡାକ ନିହାତି ଆମ ଟିମରେ ଆମର କଥାବାର୍ତ୍ତା ହେଇକି କରିବା ଦରକାର। କୋଉ ଦିନ କଲେ ଭଲ କରିକିରି ସମସ୍ତଙ୍କୁ କେମିତି ଅଧିକ ପ୍ରୋଗ୍ରେସିଭ କରିବା, ସେବା ମନୋବୃତ୍ତି ନେଇକି କରିବା ଦରକାର। ଆଉ ନିଜେ ବି ଆଗ ସିଟ୍ସ ର ଫର୍ମୁଲା ନେଇକିରି ଆପ୍ଲାଏ କରିକିରି ଅନ୍ୟକୁ ବି ସେଇ ଜିନିଷ ଉପରେ ଇଏ କଲେ ଆମର ଆହୁରି ଉନ୍ନତି ହବ। ଡେଭଲପ ହେଇକିରି ଆମେ ହଉଛି ଆଗକୁ ବଢିବା। ଆଗ ତ ମେନ୍ ହଉଛି ଗ୍ରୋନଅପ୍ ଟା ଆଉ ଗ୍ରୋଥ ଉପରେ ଆଉ ବେଶୀ ଇଏ ଉପରେ, ସେଇଟା କେମିତି ଅଧିକ ବଢେଇବା ଲୋକଙ୍କୁ ଆଣିକିରି, ସେଇଆ ଆଉ ସାର୍ ଆଉ କଣ କହିବି। ବହୁତ ବଢିଆ। ପ୍ରବୀଣା ମ୍ୟାଡାମ, କଣ ଆଜି ଗୁରୁକୁଲରେ ଜାଣିଲେ? ମ୍ୟାଡାମ ଅନମ୍ୟୁଟ କରନ୍ତୁ ଆଜ୍ଞା। ସାର୍ ନମସ୍କାର। ଆଜ୍ଞା ନମସ୍କାର। କଣ ସାର୍ ଗୁରୁକୁଲ? ଆଜି ଗୁରୁକୁଳରୁ ପୁରାଟା ମୁଁ ଦେଖିନି, ଅଳ୍ପରୁ ଦେଖିଛି। ହେଲେ ବି ସେ ଯାହା ସାର୍ କହିଲେ, ୟୁଏଲପି ପ୍ରୋଗ୍ରାମ ଟା ବି ଜରୁରୀ ଆମର। ତାପରେ ହୋମ ମିଟିଂ ଟା ଜରୁରୀ। ଆମେ ଯଦି ଏଥିରେ କିଛି ଆମେ ଆଗେଇ ପାରିବା, ତେବେ ହେଲେ କିଛି ଆମର ଗ୍ରୋଥ ବି ହବ ବୋଲି ମୁଁ ଯେତିକି ଭାବୁଛି। ଆଉ ତାପରେ ଲୋକଙ୍କ ସାଙ୍ଗରେ, ସମସ୍ତଙ୍କ ସାଙ୍ଗେ ଦେଖା କରିକି, ସେମାନଙ୍କ ସାଙ୍ଗରେ ସବୁ ଇଏ କରି ତାକୁ ଆଣିକି, ହୋମ ମିଟିଂ ଟା ତ ଭାବୁଛି ଜରୁରୀ। ସେଇଟାକୁ ଭାବୁଛି 10 ତାରିଖରେ ରଖିଛି, ଗୋଟେ ଘର ପାଇଁ ଘରେ ରଖିଛି। ଆଉ ସେଥିରେ କିଛି ଆପଣ ମତେ ହେଲ୍ପ କରିବେ। ଆଜ୍ଞା, ଥ୍ୟାଙ୍କ ୟୁ। ଓକେ ଠିକ ଅଛି। ହଁ, ଗୌରାଙ୍ଗ ବାବୁ ଆପଣ କଣ ଶିଖିଲେ ଆଜି ଗୁରୁକୁଳରେ, କଣ ଶିଖିଲେ? ନମସ୍କାର ସାର୍। ନମସ୍କାର। ସାର୍ ଗୁରୁକୁଳ ତ ମୁଁ ସବୁଦିନ ସମୟ ଦେଇପାରୁନି, ଦେଖିପାରୁନି, ହେଲେ କିନ୍ତୁ ଯେତିକି ଦିନ ମୁଁ ଦେଖିଛି, ନାଇଁ ଆଜି କଣ ଜାଣିଛି ଶିଖିଲେ? ଗୁରୁକୁଳରେ ଆଜି ସବୁବେଳେ ଆମକୁ ଆଜି କଣ ଶିକ୍ଷଣୀୟ ଜିନିଷ ଶିଖିଲେ? ହିଁ ଆମକୁ। ଆଜି ସାର୍, ଆଜି ସାର୍ ଗୁରୁକୁଳ ସାର୍ ମୁଁ କିଛି ସାର୍ ଦେଖିନି କି ଶୁଣିନି ଓକେ, ସାର୍। ଥ୍ୟାଙ୍କ ୟୁ। ଆପଣ ନେଟରେ ଦେଖିଦେବେ, ୟୁଟ୍ୟୁବରେ ଅଛି, ତାକୁ ଆପଣ ଦେଖିଦେବେ। ଦେଖିଦେଲା ପରେ ଆପଣ ଦେଖନ୍ତୁ, ଯୋଉଠି ଆମକୁ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ରାସ୍ତା ଆମକୁ ମିଳୁଛି ଯୋଉ ଜାଗାରୁ, ସେଇ ଜାଗାରେ ଯଦି ଆମେ ତାକୁ ଆଜ୍ଞା ଯଦି ଜାଣିବା ପାଇଁ ଚେଷ୍ଟା କରିବା, ତାହେଲେ ଆମେ ସେଇ ରାସ୍ତାରେ ସେଇ ଆମ ଲକ୍ଷ୍ୟସ୍ଥଳରେ ଆମେ ପହଞ୍ଚିଯିବା। ତ ଆମେ ସମସ୍ତେ ଚାହୁଁଛେ ଯେ ଆରସିଏମ ରେ ରୟାଲଟି ଆଚିଭର ବନିବା, ଟେକ୍ନିକାଲ ଆଚିଭର ବନିବା, ଆରସିଏମ ର ଇନକମ୍ ନବା, ଆରସିଏମ ର ଯୋଉ ମହା ଅଭିଯାନ ଚାଲିଛି, ଇଏ ଅଭିଯାନରେ ସାମିଲ ହବା। ଏସବୁ କଥା, ଯୋଉ ପ୍ରକାରର ସଂସ୍କାରିତ ଚିନ୍ତାଧାରା, ଯୋଉ ପ୍ରକାରର ପବିତ୍ର ଚିନ୍ତାଧାରା ଆରସିଏମ ରେ ରହୁଛି, ସେ ସବୁ ରାସ୍ତାରେ ଆମେ ଯିବା ପାଇଁ ନିଜେ ଚାହୁଁଛେ। କିନ୍ତୁ ଚାହୁଁଛେ ବୋଲି ତ ଆଜି ସକାଳୁ ସକାଳୁ ଆମେ ଟାଇମ ଦଉଛେ। ତ ସେଥିଲାଗି ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଆଜ୍ଞା ଆଜ୍ଞା ଧନ୍ୟବାଦ ଯେ ଆପଣମାନେ ସକାଳୁ ଟିକେ ଟାଇମ ଦଉଛନ୍ତି। ଆଉ ଇଏ ଟାଇମ ଯୋଉ ଦଉଛନ୍ତି, ଇଏ ଟାଇମ କେବେ ଆପଣଙ୍କର ବ୍ୟର୍ଥ ଚାଲିଯିବନି। ଆପଣ ମେନ୍ ନାଇଁ ସାର୍। ଜିନିଷ ହଉଛି ଯେ ଗୁରୁକୁଳରେ ଆମେମାନେ ସମସ୍ତେ ଇନଭଲ୍ଭ ହବା ନିହାତି ଜରୁରୀ। ପ୍ରତ୍ୟେକ ଦିନ ଯଦି ବି ହଁ କୌଣସି ଦିନ ଆମେ କୌଣସି କାମ ପଡ଼ିଗଲା, ଅର୍ଜେଣ୍ଟ କିଛି କାମ ପଡ଼ିଗଲା, ସପୋଜ ମୋର ଟ୍ରେନ ଧରିବାକୁ ଅଛି, ଆଉ ମୁଁ ସେତେବେଳେ ତ ବସି ପାରିବିନି, କିମ୍ବା ମୁଁ ଯୋଉଠି ଅଛି ସେଠି ମୋର ୟୁଟ୍ୟୁବ ଲାଗୁନି, ତ କିମ୍ବା କୌଣସି ବି ମାନେ ନେଟୱାର୍କ ନାହିଁ, ତ କଣ କରିବି? ସେଇ ସମୟ ପରେ ବି ଆମର ୟୁଟ୍ୟୁବରେ ସବୁବେଳେ ବି ଅଛି। ସେଦିନର ଗୁରୁକୁଳକୁ ଆମେ ନୋଟ୍ କରିପାରିବା, ଆମେ ଶୁଣିପାରିବା, ଶିଖିପାରିବା।
ତ ଫାଷ୍ଟ ପ୍ରାୟୋରିଟି ଲାଇଫ ରେ ଯେ ଗୁରୁକୁଳ, ଗୁରୁକୁଳ ବିନା ଆମର ସଫଳତା ଆରସିଏମ ର ଅସମ୍ଭବ। ତ ଇଏ ଗୁରୁକୁଳକୁ ଆମେ ଯଦି ଆପଣେଇବା ତ ନା ଦିନେ ନା ଦିନେ ଦେଖନ୍ତୁ, ଦସ୍ୟୁ ରତ୍ନାକର ଯେମିତି ସବୁଦିନେ ମରା 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 ସେ ମାରୁଥିଲେ ଲୋକଙ୍କୁ କହୁଥିଲେ, କିନ୍ତୁ ଦିନେ 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 ମରା ମରାକୁ ସେ ଉଲ୍ଟି ଗଲା, ସେ ରାମ ରାମ ହେଇଗଲା। ତ ଆମେ ବି ଯଦି ଆମର ଆଦତରେ ନାହିଁ ଏତେ ପ୍ରକାରର ବଢିଆ ବଢିଆ ପବିତ୍ର ଗୁଣ ଯଦି ଆଦତରେ ଆସିପାରିନି, ତାହେଲେ ଆସିବା ପାଇଁ ସରଳ ତରିକା ହଉଛି ଯେ ଗୁରୁକୁଳ। ସେଠି ପ୍ରତ୍ୟେକ ଦିନ ସକାଳୁ ସକାଳୁ ଯେତେବେଳେ ଆମ ମାଇଣ୍ଡ ପୁରା ସ୍ଥିର ଅଛି, ବହୁତ ବଢିଆ ରହିଛି, କିଛି ରିସିଭ କରିବା ପାଇଁ କିଛି ଶୁଣିବା ପାଇଁ ଆମ ମନ ଅଛି, ତ ସେ ସମୟରେ ଗୁରୁକୁଳ ହଉଛି। ଆଉ ଗୁରୁକୁଳ ଏଭଳି ଗୋଟେ ସନ୍ଥ ମହାତ୍ମାଙ୍କ ଦ୍ଵାରା ହଉଛି, ମୁଁ ତ କହିବି ତାଙ୍କୁ ମହାତ୍ମା ବୋଲି କହିବି, ଯେ ତାଙ୍କର ବିଚାରରେ ଆଜି ପୁରା ଭାରତବର୍ଷର ବିଚାର ପୁରା ପରିବର୍ତ୍ତନ ହେଇଯାଉଛି। ସମସ୍ତେ ଚାହୁଁଛନ୍ତି ଯେ ଜୀବନରେ ଉନ୍ନତି କରିବା। ସେ କେବଳ ପଇସା ଇନକମ କରିବାକୁ ପ୍ରାୟୋରିଟି ଦଉନାହାନ୍ତି, ସେ ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଚେଷ୍ଟା କରୁଛନ୍ତି। ଦେଖନ୍ତୁ ଗୋଟେ ଛୋଟିଆ ଏକ୍ଜାମ୍ପଲ ଦଉଛି, ଯଦି ଜଣଙ୍କ ପାଖରେ ବହୁତ ପଇସା ଅଛି କିନ୍ତୁ ତାର ସ୍ୱାସ୍ଥ୍ୟ ଖରାପ ଅଛି, ତାହେଲେ ସିଏ ବି ସୁଖୀ ନୁହେଁ। ଆଉ ବହୁତ ପଇସା ଅଛି, ସ୍ୱାସ୍ଥ୍ୟ ବି ଭଲ ଅଛି, କିନ୍ତୁ ସମସ୍ତଙ୍କ ସାଙ୍ଗରେ ସମ୍ବନ୍ଧ ଭଲ ନାହିଁ, ସମସ୍ତଙ୍କ ସାଙ୍ଗରେ ରିଲେସନସିପ ଭଲ ନାହିଁ, ତାହେଲେ ସିଏ ବି ଦୁଃଖୀ। ତ ବହୁତ ଭଲ ଅଛି କିନ୍ତୁ ତାର ସଂସ୍କାର ଭଲ ନାହିଁ, ତାହେଲେ ସିଏ ବି ଦୁଃଖୀ। ଆଉ ବହୁତ ଭଲ ଅଛି, ସେ ସେବା କାର୍ଯ୍ୟ କରୁନି, ପଇସା ଅଛି, ସବୁ କିଛି ସମ୍ବନ୍ଧ ବି ଅଛି, ସମ୍ପର୍କ ବି ଭଲ ସାଙ୍ଗରେ ଅଛି, ସଂସ୍କାର ବି ଅଛି, ସ୍ୱାସ୍ଥ୍ୟ ବି ଠିକ ଅଛି, କିନ୍ତୁ ସେ ନିଜେ କିଛି ସେବା କାର୍ଯ୍ୟ କରୁନି, ତାହେଲେ ସିଏ ବି ଦୁଃଖୀ। ତ ଆମକୁ ସମାଜରେ ଗୋଟେ ପ୍ରତିଷ୍ଠିତ ବ୍ୟକ୍ତି ତିଆରି କରିବା ପାଇଁ ଟିସି ସାର୍ ସବୁଦିନେ ପ୍ରେରଣା ଆମକୁ ଦଉଛନ୍ତି, ଯେ ସେଟା କେବଳ ଗୋଟିଏ କାମ କଲେ ହବନି। ମାନେ ଯେମିତିକି କୁହାଯାଏନି ଯେ ଯେକୌଣସି ଗୋଟେ ଭଲ ଜିନିଷଟେ ଧରନ୍ତୁ, ଭଲ ଗୋଟେ ତରକାରୀ କରିବା ପାଇଁ ବିଭିନ୍ନ ପ୍ରକାରର ମସଲା ପକେଇବା, ଲୁଣ ସବୁ ପକେଇଥିବା କିନ୍ତୁ ଲୁଣ ପକେଇ ନଥିବା, ତ ସେଥିଲାଗି କହିବେ କି ଏଇଟା ତ କମ ଦାମିଆ ଜିନିଷ, ଏଇଟା ପକେଇବାନି, ତାହେଲେ ସିଏ ବି ଟେଷ୍ଟ ଖରାପ ହେଇଯିବ। ତ ସେଥିଲାଗି ସବୁକୁ ନେଇକି ଆମକୁ ଆଗକୁ ବଢିବାକୁ ପଡିବ, ତାକି ଆମେ ବହୁତ ଭଲ କରିପାରିବା। ଆଉ ଆଉ ଗୋଟେ ବହୁତ ଭଲ ଇନଫର୍ମେସନ ଯେ ଆଜି 4 ତାରିଖ, ମା ବନଦୁର୍ଗା ଆରସିଏମ ୱାଣ୍ଡରୱାର୍ଲ୍ଡ କୁଇକରେ ଜାଗମରାରେ ଆଜି ସକାଳ 10ଟା ବେଳେ ଯୋଉ ପ୍ରୋଗ୍ରାମ ଗୋଟେ ଗେଟ୍ ଟୁଗେଦର କରାଯାଉଛି, ସେ ଗେଟ୍ ଟୁଗେଦରରେ ପ୍ରଥମେ ସେଠି ବହୁତ ସାରା କାର୍ଯ୍ୟକ୍ରମ ଆଜି କରାହବ, ଆଉ ସେଠି ୟୁଏଲପି କ୍ୱିକ୍ ବି ହବ। ତ ୟୁଏଲପି କ୍ୱିକ୍ ବି ସେଠି ପ୍ରେଜେଣ୍ଟେସନ କରିବା ପାଇଁ ମତେ ବି ଇନଭାଇଟ୍ କରିଛନ୍ତି, ମୁଁ ବି ସେଠିକି ଯାଉଛି। ଆଉ ଆପଣମାନେ ବି ଆହୁରି ବହୁତ ସାରା କାର୍ଯ୍ୟକ୍ରମ ହବ ସେଠି, ବହୁତ ସାରା କାରଣ ଦେଖନ୍ତୁ ଏ ଦୁନିଆରେ ଜଣଙ୍କ ପାଖରେ ସବୁ ପ୍ରକାରର ଜ୍ଞାନ ବା ସେ ପ୍ରକାରର କାର୍ଯ୍ୟ କରିବାର କୌଶଳ ଜଣଙ୍କ ପାଖରେ କେବେ ନଥାଏ। ମୁଁ ତ କହୁଛି ମୋ ପାଖରେ ସବୁ ପ୍ରକାରର ନାହିଁ, କିନ୍ତୁ ଆମେ ଯଦି 5 ଜଣଠୁ ଭଲ 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 କଥା ଶୁଣିଦେବା, ତାହେଲେ ଆମେ ବି ମହାନ ହେଇଯାଇପାରିବା। ତ ସେଇଥିଲାଗି ଯେ କୁହାଯାଏ, ଯେ ବଡ ବଡ ଲୋକମାନେ ବି କୁହନ୍ତି ଯେ ଆମେ ଯଦି ଏମିତି ହବା ଯେ ରାଜହଂସ ହବା। ରାଜହଂସ ମିନ୍ସ ପାଣି ଆଉ କ୍ଷୀରକୁ ଆପଣ ଏକାଠି କରିଦେଇଥିବେ, ତା ଦେହରେ କ୍ଷୀର ସିଏ ଖାଇଦବ, ପାଣିକି ଛାଡିଦବ। ଆପଣ କେବେ ପ୍ରାକ୍ଟିକାଲ ଦେଖିବେ, ଗୋଟେ ରାଜହଂସଟା ଦେଖିବେ, ଇଏ ବି ହେବ। କିନ୍ତୁ ଆମେ ସେ ଜାଗାରେ ଆମେ ଯଦି ସମସ୍ତଙ୍କ ଭଲ ଗୁଣକୁ ନେଇ ଆସିବା, ଖରାପ ଗୁଣକୁ ଛାଡ଼ିଦେବା, ତାହେଲେ ଆମେ ଦେଖିବେ ସେଠି ମହାନ ବି ହେଇଯାଇ ପାରିବା। ଏଇଟା ଟିସି ସାର୍ ବି କହୁଛନ୍ତି। ଆଉ ସେଠି ଆମର ଇଏ ଯୋଉ ପ୍ରକାରର ଯୋଉ ତିଆରି ଚାଲିଛି, ଯୋଉ ପ୍ରକାରର ପ୍ଲାନିଂ ଚାଲିଛି, ତ ଆମେ ପରସ୍ପରକୁ ଚାହୁଁଛେ ଯେ ଉନ୍ନତି କରିବା ପାଇଁ, ତ ଆପଣ ମାନଙ୍କର ଉନ୍ନତି ହବ। ଆଉ ଯୋଉମାନେ ବି ଆସିବେ ସେମାନେ ପ୍ରଡକ୍ଟ ବି ଦେଖିବେ, ଯୋଉମାନେ ଆଜି ପର୍ଯ୍ୟନ୍ତ ଆସିନାହାନ୍ତି କେବେ ୱାଣ୍ଡରୱାର୍ଲ୍ଡ କୁଇକ୍ କୁ, ତାଙ୍କୁ ଯଦି ଆମେ ନେଇକି ଆସିବା ସେ ଜାଗାକୁ, ତାହେଲେ ସେମାନେ ଦେଖିବେ ଏତେ ଗୁଡେ ପ୍ରଡକ୍ଟ ଅଛି। ହୁଏତ ସେ ତାଙ୍କ ମନ ଭିତରେ ଆସିବ, ଆରେ ଏଇ ଜିନିଷ ତ ମୁଁ ବାହାର ମାର୍କେଟରୁ କିଣୁଛି, ତ କେବେ ନା କେବେ ତ ମୁଁ ଭେଜାଲ ଜିନିଷ ପାଉଛି, ତ ଆଜି ଯଦି ଏଇ ପ୍ରଡକ୍ଟଟା ଏତେ ଭଲ କ୍ୱାଲିଟି ଆମେ ଯଦି ତାର ଭିଡିଓ ମାଧ୍ୟମରେ ଆଜି ଦେଖିଲେ, ତ ସେଠି ତାଙ୍କ ମନରେ ବହୁତ ବଡ ପରିବର୍ତ୍ତନ ହବ। ତ ସେଠି ଇନଭାଇଟ୍ କରିବା ନିହାତି ଜରୁରୀ। ପ୍ରଥମ କଥା, ଆଜି 10ଟା ବେଳେ ଆମେ ସମସ୍ତେ ଭୁବନେଶ୍ୱରର ୱାଣ୍ଡରୱାର୍ଲ୍ଡ କୁଇକରେ ଆମେ ଆଜି ପ୍ରେଜେଣ୍ଟ ରହିବା। ବାକି ପାଟକୁରାରେ ଯୋଉ ଆମର ପିକଅପ୍ ସେଣ୍ଟର ୱାଣ୍ଡରୱାର୍ଲ୍ଡ କୁଇକ୍ ଅଛି, ସେବା ସେବା କେନ୍ଦ୍ର ଅଛି,
ତ ସେ ସେବା କେନ୍ଦ୍ରରେ ଆମେ 11 ତାରିଖ ଦିନ ପୁଣି ଆମେ ସମସ୍ତେ ଏକାଠି ହବା, ସେଠି ବି ୟୁଏଲପି କୁଇକ୍ ବି ହବ। ତ ପ୍ରତ୍ୟେକ ସାଥୀ ଚେଷ୍ଟା କରନ୍ତୁ, ୟୁଏଲପି କୁଇକ୍ କରିବାରେ କିଛି ବି ଅସୁବିଧା ନାହିଁ, ବହୁତ ସହଜ କଥା। ଭିଡିଓ ତ ଅଲରେଡି ଅଛି, ତ ସେ ଭିଡିଓକୁ କେବଳ ଦେଖିବା କଥା। ଘରେ ମନିଟର ଥିବ, ଟିଭି ଥିବ, ତ ତା ଦ୍ୱାରା ବି ପେନଡ୍ରାଇଭରେ ଆମେ ଲଗେଇ ଦେଇ ବି ପାରିବା। ତ ୟା ଦ୍ୱାରା କ'ଣ ହବ ନା ୟୁଏଲପି କୁଇକ୍ ଆମେ ଦେଖେଇ ପାରିବା। ହଁ, ଯୋଉମାନେ ବି ପ୍ରୋଜେକ୍ଟର ବେଶୀ ପଇସା ବି ଆସୁନି, ମାତ୍ର 11,000 12,000 ଟଙ୍କାରେ ମାତ୍ର ପ୍ରୋଜେକ୍ଟର ଆସୁଛି। ଆଉ ତା ସହିତ ବି ଆମ ସଂସ୍ଥା ଦେଇ ଦଉଛି, ପେନଡ୍ରାଇଭ ବି ଦେଇ ଦଉଛି। ସେ ପେନଡ୍ରାଇଭ ବି ମାନେ ଅଲରେଡି ଲୋଡ ହେଇକିରି ସେଠୁ ଆସୁଛି। ତ ସେ ପେନଡ୍ରାଇଭକୁ ଆମେ ଚଲେଇ ଦେଇ ପାରିବା। କେବଳ ତ ଭିଡିଓ ଦେଖେଇବା କଥା। ସାମ୍ନା ବାଲା ଲୋକ ଆମ ସଂସ୍ଥାର ଥିମ୍ ଟାକୁ ତ ଜାଣିବା ପାଇଁ କେବଳ ତ ଭିଡିଓ ଦେଖିବା, ଏତେ ବଡ କଥା ବି କିଛି ନୁହେଁ, ସମସ୍ତେ କରିବା। ହଁ, ଆଉ ଗୋଟେ କଥା ମୁଁ କହିବା ଯେ ଯୋଉ ଫର୍ମ କିଛି ସାଥୀଙ୍କୁ ଅଲରେଡି ଆମେ ମୁଁ ପରଦିନ ସର୍କୁଲେଟ ବି କରିଦେଇଛି। ସାହୁ ଭାଇ ବି ସେଇ କଥା କହୁଥିଲେ ଏବେ। ତ ସେ ଫର୍ମକୁ ଆମେ ଜେରକ୍ସ କରିକି ପୁରା ଟିମକୁ ଆମେ ବାଣ୍ଟିବା। କାହିଁକି ଦେଖନ୍ତୁ, ଗୋଟେ ରାସ୍ତା ଯଦି ଆମକୁ ଜଣା ହେଇଯାଇଛି, ସେ ରାସ୍ତାରେ ଆମେ ଯୋଉମାନଙ୍କୁ ଆଣିଛେ ତାଙ୍କୁ ଯଦି ତାଙ୍କର ଲକ୍ଷ୍ୟସ୍ଥଳରେ ଡେଷ୍ଟିନେସନ ପଏଣ୍ଟରେ ଯଦି ନ ପହଞ୍ଚେଇ ପାରିବା, ତାହେଲେ ସେ ଫର୍ମ ଆମ ପାଖରେ ରହିକି କିଛି ଲାଭ ନାହିଁ। ତ ଫର୍ମଟା ଦବା ଉଚିତ କ'ଣ ନା ନିଜେ ନିଜକୁ ମୂଲ୍ୟାଙ୍କନ କରିବା, ଆନାଲିସିସ୍ କରିବା ଯେ ମୁଁ ଆଜି କ'ଣ କଲି। ଏଇ ଯୋଉ ଗେସେସର ଯୋଉ 20ଟା କାମ ରହିଲା, ତା ଦେହରୁ ମୁଁ ଆଜି କ'ଣ କଲି। ଆଜି ସଣ୍ଡେରେ ମୁଁ କ'ଣ କଲି, ଆଜି ମଣ୍ଡେ ଆଜି ମଣ୍ଡେରେ ମୁଁ କ'ଣ କଲି। ତ ଆମେ ନିଜେ ନିଜକୁ ମୂଲ୍ୟାଙ୍କନ କରିକି ତା ପଛରେ ଆମେ ଲାଷ୍ଟକୁ ଦେଖିବା ଯେ କୋଉ ପଏଣ୍ଟରେ ଗୋଟେ ସପ୍ତାହ ଭିତରେ, ଯେମିତିକି କୁହାଯାଏ ଯେ ଆକ୍ଟିଭ ଧର୍ମଭୂତି, ହାତକୁ ହାତ ବିଲିଂ କରିବା, ସାଙ୍ଗେ ସାଙ୍ଗେ ବିଲିଂ କରିବା। ଆଜି ମୁଁ ବିଲିଂ କରିନି, ଛକି ମାରିଦେବି। କାଲି ବିଲିଂ କଲି, ଟିକ୍ ମାରିଦେବି। କିମ୍ବା ଯେମିତିକି କୁହାଯାଏ ଯେ ୟୁଏଲପି କୁଇକ୍ ଆଜି ହେଲା, ଠିକ୍ ମାରିଦେବି। ଯୋଉଟା ନହେଲା ତାକୁ ଭୁଲ ମାରିଦେବି। ତ ଯଦି ମନ ଭିତରେ ଆସିଲା ଯେ ୱେଲକମ୍ ମିଟିଂ ପାଇଁ ସେମିତି କିଛି ନାହିଁ, ନିଜେ ଚାଲିବା, ହଜବାଣ୍ଡ ୱାଇଫ୍ ଚାଲିବା। ତ ସାମ୍ନା ବାଲା ଲୋକକୁ ଯୋଉମାନଙ୍କୁ ଜଏନିଂ କରେଇଛେ, ତ ସେମାନଙ୍କ ପାଖକୁ ତାଙ୍କ ଘରେ ୱେଲକମ୍ ମିଟିଂ କରିବା। ଆଉ ଯାହା ଯାହା କରିବା କଥା ଆଜି ଗୁରୁକୁଳରେ ଶିଖା ହେଇଗଲା। ତ ଇଏ କ'ଣ ହେଲା କି ଆମେ ଯଦି କରିନେ ତାହେଲେ ଠିକ। ଆଚ୍ଛା, ୟାକୁ କାହିଁକି କରିବା, ମାନେ ପ୍ରତ୍ୟେକ ଜିନିଷରେ ହ୍ୱାଇ ଦରକାର, କାହିଁକି ମୁଁ କରିବି। ତାକୁ କରିବା ଦ୍ୱାରା କ'ଣ ହୁଏ ନା ବହୁତ ସାରା ସାଥୀଙ୍କର ମୁଁ ବି ଦେଖିଛି, ଆମ ଟିମରେ କ'ଣ ବାହାର ଟିମରେ, ସବୁ ଟିମରେ ବହୁତ ସାରା ଲୋକଙ୍କର ଭୁଲ ଧାରଣା ମନ ଭିତରେ ଥାଏ ଯେ ମୁଁ ତ କରୁଛି, ଆଉ କିନ୍ତୁ କ'ଣ କରୁଛି, ଠିକ ରାସ୍ତାରେ କରୁଛି କି ରାସ୍ତାରେ କରୁନି। ତ ସେଟା ନିଜକୁ ନିଜେ ମୂଲ୍ୟାଙ୍କନ କେବେ କରିପାରନ୍ତିନି। ତ ସେଥିଲାଗି ମୁଁ କ'ଣ କରୁଛି, ତ ଗୋଟେ ଥର ମୂଲ୍ୟାଙ୍କନ ଆମେ ସେଇଟା ଯୋଉ ସିଟ୍ ଅଛି, ସେ ସିଟ୍ କାହାକୁ ବି ଦବା ଦରକାର ନାହିଁ। ଦରକାର ପଡ଼ିଲେ ଯଦି ବି ମତେ ବି ଯଦି ଦେଇଦେଲେ ବହୁତ ଭଲ କଥା, ମୁଁ ବି ଦେଖିକି କହିଦେଇ ପାରିବି ଯେ ଆମେ ଏମିତି ଏମିତି କରିବା। କିନ୍ତୁ ନିଜେ ନିଜେ ନିଜକୁ ମୂଲ୍ୟାଙ୍କନ କରିବା ଯେ ମୁଁ କୋଉଟା କରୁଛି, କୋଉଟା କରୁନି। ଯଦି କରୁନି ଛକି ମାରିଦେବି, ଯଦି କରୁଛି ଟିକ୍ ମାରିଦେବି। ଆଉ ମୁଁ ଯଦି କରୁଛି, ତ ସେଇଟା ହଉଛି ମାନେ ଆମେ ଯଦି ଗୋଟେ ସପ୍ତାହର ଡାଟା ସେଇଟା ଆମ ପାଖରେ ରହିଗଲା, ଦ୍ୱିତୀୟ ସପ୍ତାହକୁ ନିଜକୁ ନିଜେ ଚେକ୍ କରିଦେଇ ପାରିବା। ଆରେ ମୁଁ ଏ ସପ୍ତାହରେ ତ ଏତିକି କିଛି କରିନି, ଠିକ ଅଛି, ମୁଁ ଆର ସପ୍ତାହକୁ ଆଉ ଟିକେ ବଢେଇବି, ଆଉ ସପ୍ତାହକୁ ଆଉ ଟିକେ ବଢେଇବି। ତ ୟା ଦ୍ୱାରା କ'ଣ ହେଲା, ସପ୍ତାହ ମାନେ ଗୋଟେ ମାସରେ 4 ଥର ବଢିବା ପାଇଁ ମାଇଣ୍ଡକୁ ଆମେ ଇନଫରମେସନ ଦେଇଦେଲେ, ନିଜ ମନକୁ ଆମେ ଇନଫରମେସନ ଦେଇଦେଲେ ଆମେ ଆଉ ଟିକେ ବଢିବା। ଏଟାରେ ଏତେ କ'ଣ ଛକି ଆସିଗଲା, ନାଇଁ ଆଉ ଟିକେ ବଢିବା। ୱେଲକମ୍ ମିଟିଂ କ'ଣ କମିଗଲା, ୱେଲକମ୍ ମିଟିଂ ବଢେଇବା। ୟୁଏଲପି କୁଇକ୍ କମିଗଲା, ୟୁଏଲପି କୁଇକ୍ ବଢେଇବା। ତ ଯାହା ଯାହା ଆମର ରହିଛି, ତ ଗୁରୁକୁଳରେ ବସିବା, ଗୁରୁକୁଳରେ କମିଗଲା, ଗୁରୁକୁଳରେ ଉଡାନ କମିଗଲା, ଉଡାନ ବଢେଇବା। ତ ଇଏ ସବୁ ଜିନିଷକୁ କ'ଣ ହବ ନା ଆମେ ଜାଣିପାରିବା। ତ ୟା ଦ୍ୱାରା କ'ଣ ହବ ନା ଆମ ଗ୍ରୋଥ ହବ। ଆଚ୍ଛା, ସବୁଠୁ ବଡ କଥା ଯେ ଟିସି ସାର୍ ଲାଷ୍ଟ ବି ସେଇ କଥା କହିଲେ ଯେ ଗୁରୁକୁଳକୁ ପ୍ରାୟୋରିଟିରେ ଆମକୁ ରଖିବା ନିହାତି ଦରକାର। ଯଦି ଗୁରୁକୁଳକୁ ଆମେ ପ୍ରାୟୋରିଟିରେ 1 ନମ୍ବରରେ ରଖୁଛେ, ତାହେଲେ ଆମ ଟିମର ଗ୍ରୋଥ ହେଇପାରିବ। ସାର୍ ସବୁଦିନେ ବି ସେଇ କଥା କୁହନ୍ତି ଯେ ଆମ ଟିମକୁ ଇନଭଲ୍ଭ କରିବା ନିହାତି ଜରୁରୀ ଗୁରୁକୁଳରେ। ତ ଗୁରୁକୁଳ ଶାଖା ମାଧ୍ୟମରେ ତ ଆମେ ଡିସ୍କସନ କରୁଛେ। ତ ଟିମକୁ ଇନଭଲ୍ଭ ଯଦି ନ କରିବା, ତାହେଲେ ଟିମ୍, ହଁ,
ଦିଟି ଡବଲ ଡୋଜ ବୋଲି ସବୁବେଳେ TCG ବି କହନ୍ତି ନା, TC ସାର୍ କୁହନ୍ତି ଆମକୁ ଡବଲ ଡୋଜ ଲୋକଙ୍କୁ ଡାକିବା। କାରଣ ତା ପୂର୍ବ ଦିନ ଆମେ ଯୋଉମାନଙ୍କୁ ଫୋନ କରିଥିବା, ତ ସକାଳୁ ସକାଳୁ ଟିକେ ଖାଲି ଇନଫର୍ମେସନ, ମାନେ କହିଲେ ସକାଳୁ ମନେ ପକେଇଦେବି ତାଙ୍କୁ, ସେଦିନ ପୂର୍ବ ଦିନ ବି କହିଦେଇଥିବା ସକାଳୁ ଟିକେ ଫୋନ କରିଦବା, ତାକି ସେମାନେ ଗୁରୁକୁଳରେ ଆଲର୍ଟ ହେଇଯିବେ। ହଁ, ମୁଁ କହୁନି ଯେ ସବୁଗୁଡା ଆପଣ ସଫଳ ହେବେ, ହଁ ସଫଳ ବି ହେବେ, ବିଫଳ ବି ହେବେ, କିନ୍ତୁ ତା ଭିତରୁ ବି କିଛି 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 ଆସିକି ଆପଣଙ୍କ ବଡ ଟିମ୍ ବି ଆପଣଙ୍କର ତିଆରି ହେଇଯାଇ ପାରିବ। ଆରତି ଅପା ଆପଣ କଣ କହୁଥିଲେ? ଆଗେ ଆମେ ଚାନ୍ଦ ସାରଙ୍କଠୁ ଶୁଣିବା, ତାପରେ ଅପାଙ୍କଠୁ ଶୁଣିବା। ଓକେ ସାର୍, ୱେଲକମ୍। नमस्कार। ଜୟ नमस्कार, आरसीएम। गुड मॉर्निंग। गुड मॉर्निंग। जय आरसीएम। जय गुड मॉर्निंग। आरसीएम। तो आज 4 तारीख बहुत बड़ा गोटे प्रोग्राम होची, आपण माने तो सब सुनिले। मु आशा करू आपण माने सब आसीबे। आज 4 तारीख रे बाजार को आसीबे। बाजार रे बहुत भलो प्रोग्राम होबो, यूएलपी प्रोग्राम मध्य होबो। शतपति बाबू प्रेजेंटेशन करिवे। तापरे वर्तमान कथा होची, आजिर जो गुरुकुल रे आपण माने बसथिबे, आज तो भलो सब आलोचना हैला। आ विस्तृत भाव में शतपथ बाबू आपण मानू तो सब बुझेई देले। कथा होची, मु बार बार भी आपण मानू कहूची, आपण माने भी जानिचंती। कथा होची आमे तो सब जानिचे, ताकू आमे कार्यकारी करबा होची बड़ कथा। बड़ कथा कोन ना, आपण आपण मानकर टीम को प्रतिदिन काउंसलिंग करूचती कि नहीं, गुरुकुल विषय रे जणाउचती कि नहीं, गुरुकुल साथी विषय तांको सहित डिस्कशन करूचती कि नहीं, ये सब ऊपर निर्भर करूची आपण मानकर आरसीएम बिजनेस, आरसीएम रो अभियान रे केते दूर आपण आगुचंती। गुरुकुल रे बसिबा किंबा खाली गुरुकुल रे बसिबा कि खाली गुरुकुल साथी रे बसिले हमर जे आरसीएम रो अभियान रे आगे बड़ आकार रे किछि आगे गलु ता नुहे। कारण ये होची कोन, जेमति क्लास स्कूल रे पाठ पढिबा क्लास रे बसिले कोन हे जो कि क्लास तो दरकार, क्लास रे तो गुरुंकर पाठ पढ़िबा दरकार, से तो आरंभ हुए। किंतु तापरे क्लास रु बाहरला परे जो जो काम करिया को पड़े, सेगुड़ा जदि आमे न करिबा तबे आमे आगु को आगे परिबा नहीं। तो तेणु करी आपण माने टीम को इन्वॉल्व करंतु। नेटवर्क मार्केटिंग बिजनेस ये नेटवर्क मार्केटिंग आमे हो सब नेटवर्कर। नेटवर्क मार्केटिंग बिजनेस एक अभियान रूप टीसीजी देइछन्ति ना, ये गोटे अभियान। कारण स्वास्थ्य क्रांति, महिला सशक्तिकरण, ये गोटे मिशन, स्वावलंबन, ये सब मिशन, सब अभियान देशर परिवर्तन रे यार अवदान बहुत अच्छी। तेणु एक अभियान आकर देखिए, किंतु ये प्रकृति कौन नेटवर्किंग मार्केटिंग बिजनेस। नेटवर्क आम सब नेटवर्कर, आमर काम ए बिजनेस रे आमे ए सिस्टम रे आमे जॉइन करछे, काम करछे माने आमे होछि सब नेटवर्कर। नेटवर्कर काम कोन, लोक संपर्क करिवा, लोकन को एकाठी करिवा। तो एथरे प्रोडक्ट को आमे डायरेक्ट आम द्वारा बिक्री होबा सहित आमे जो टीम तैयारी करिवा तांको द्वारा बिक्री होबो। ये होछि आईनगत यार माने विश्लेषण। ये बिजनेस रा आईनगत विश्लेषण कोन, डायरेक्टली आमे जो प्रोडक्ट बिक्री करूछु निजे डायरेक्टली बिक्री करिवा एवं हमरो टीम माध्यम रे आमे बिक्री करिवा। तो कथा होची कोन, एथरे ए जो ट्रेडिशनल ऊपर बिक्री करिवा जेमति का ये बिक्री करिवा सीए नुहे। एथरे ए सिस्टम रे केमिति भाबरे लोक माने प्रोडक्ट किनिबे, लोक माने केमिति प्रोडक्ट किनिबे, लोके किनिया को भल पांती, लोके किनिया को भल पांती, किंतु लोकन को बिक्री करिया को बोले लोक माने ताकू संगे संगे ग्रहण करंतनी। आ गोटे हमर गोटे बड़ भूल धारणा, आपण माने सब माने भल मतन भाबंतु, चिंता करंतु। एडा गोटे सत कथा जे आमे दीटा काम आमे मन भीतर हमर रहितबा जोगु आमे ए बिजनेस रे आगे पारुना। गोटे कोन, आमे भाबु बिक्री करवाटा बहुत छोट काम, आमे बाबू बिक्री करवाटा सेलिंग करवाटा बहुत छोट काम। तेणु लोके कौन कहे, आम लोक कहू, लोक मना करदे, या भाविकी आमे बिक्री करवाटा को डरू, आमे बिक्री करवाटा को डरू, बिक्री करवाटा को छोट बोली भाबू।
लोके कौन कहे तो प्रकृत में ता नुहे एटा आमर सब भूल धारणा ए बिजनेस रो सिस्टम रे आमे कौन काउंसलिंग माध्यम रे प्रोडक्ट सेल हुए जेते आम प्रोडक्ट रो गुणगान करवा प्रोडक्ट को भल मत बुझे पारिबा तो एथरे प्रोडक्ट रो सेल हुए किंतु आमर लक्ष्य प्रोडक्ट एथरे सेल करवा आमर प्रकृत लक्ष्य नुहे आमर प्रोडक्ट सेल करवा प्रकृत लक्ष्य नहीं आमर लक्ष्य होची स्वास्थ्य क्रांति आनिबा आउ महिला सशक्तिकरण करवा आमर लक्ष्य होची स्वावलंबन लोकंकर आनिबा ये होची लक्ष्य किंतु ए लक्ष्यर आउरी बड़ लक्ष्य अच्छी कौन एथिरे पैसिव इनकम रो सिस्टम अर्थात अर्थात दिने समय जेतेबेले आसुची लोके काम करि पारु नाहंती सेतेबेले सेमाने केमति का सुखरे शांति रही परिवे सुखरे शांति रही परिवे सामाजिक अवस्था सारा पृथ्वी रे सामाजिक अवस्था सारा देश रे सामाजिक अवस्था पारिवारिक अवस्था जहा सेतरे वयस्क लोक मानकर जो माने काम करि पारु नाहंती सेमानकर कोन दुरवस्था जेते बड़ घर होता माने मु तो आज की मते आज 68 वर्ष हेलानी मु देखिछि संसार देखुछि जेते भलो घर जेते एजुकेटेड हेतोंती ना बापा मांकर जो बळी माने सेतरे अपमानित होउछन्ती बयस होई गला परे घर रे पो बौ एमानकर द्वारा ये मु देखि देखि आसिनी से जगह रे जदी बर्तन तो पेंशन सिस्टम भी सेमती नाही भलो सर्विस मध्य नाही जे हां रिटायर्ड होला परे पेंशन मिलिबो ता मध्य नाही जो माने रिटायर्ड करी पेंशन पाउछन्ती पेंशन को मध्य पिला माने नै जाउछन्ती बापा मां मानको कष्ट पाउछन्ती तो एभली अवस्था रे भविष्य रे बहुत प्रकार सुविधा असुविधा को आरसीएम रो परिवार आरसीएम रो इनकम सिस्टम जे सेमानको पई केते बड़ सहारा आउ केते सम्मानजनक लाइफ मेंटेन करिवे दुनिया रे केही न पचरले मध्य आरसीएम रो सिस्टम आरसीएम रो परिवार सेमानको पचरछन्ती ये होची ये सिस्टम रो समस्त मूल लक्ष्य सेथिरे ता माध्यम रे ताकू से आमे स्वास्थ्य क्रांति स्वास्थ्य केमति भलो रहिबो महिला सशक्तिकरण होबो ये सब अभियान मध्य होउची तो ये प्रोडक्ट होउची गोटे माध्यम किंतु प्रोडक्ट होउची बेस्ट क्वालिटी रो प्रोडक्ट गोटे माध्यमटा जेमती सेमती माध्यम सेमती नुहे आम जो कम आरंभ करूँ प्रोडक्ट मात्र 10-12 थिला से प्रोडक्ट एते स्टैंडर्ड भी नथिला क्वालिटी भलो थिला किंतु एते स्टैंडर्ड नथिला तार जो ये थिला रैपर थिला जो पैकेजिंग थिला से बहुत निकृष्ट धरणर थिला किंतु हमर रॉयल्टी टेक्निकल तो बहुत बाहर थिले तार लक्ष्य कोन थिला लक्ष्य होची फाइनेंशियल इंडिपेंडेंस आमे केमिति भाबरे सिस्टम डेवलपमेंट करबा आउ ता द्वारा आमे फाइनेंशियल इंडिपेंडेंस देखो आज से एग्जांपल देखिरी सारा भारत रे आज केते सह लोक आज सेमानंकर माने नाहंती तांको परिवार तांकर बहुत सुख शांति गोटे एग्जांपल तो साईराम बाबू अच्छा आपण माने चिंता करले साईराम बाबू जदि तांकर ए बिजनेस न करितांते आ जो बेले छोट छोट पिला माने थिले को प्रकार अवस्था रे सेमानकर दिन काटुतांता आज 10-12 वर्ष लानी से नाहंती से दुईटी पिला गोटे चार्टर्ड अकाउंटेंट हे गेलेनी गोटे मैनेजमेंट भलो गोटे कंपनी चाकरी करूची पुटी आउ से अपार्टमेंट रे रहिसंती मासको 60-70-80 हजार एमती तांकर इनकम आसुची सम्मान भाव रे तांकर जीवन कटुची एमिति गोटे एग्जांपल हम सामने रे अछि एमती बहुत एग्जांपल सारा भारत रे सृष्टि हेछि तेणु ये बहुत बड़ा अभियान ये गोटे अभियान आपण माने इनकम करवाटा को अच्छा जार इनकम अच्छी से आउ गोटे इनकम करवाटा कौन गोटे अति छोट काम ना कौन गोटे ऑनेस्टली सम्मान सहित आउ गोटे इनकम करिपरिबा सेते एटा कौन गोटे बहुत पैसा वाला लोक सेमाने मध्य इनकम आउरी गोटे भलो उपाय इनकम करया पई सेमाने मध्य चेष्टा करूछंती एथरे निजको छोट भाईबा जे आमे पैसा पाई काम करनु आमे ये एभली भावना मन को आनंदनी एभली भावना आनंदनी ये सिस्टम से भली कहूनी यही प्रकार मनोभाव जोगु ही आज टीसीएसआर कहउछंती एको बिजनेस आकार रे लोकन को कोनी एको स्वास्थ्य क्रांति हिसाब रे लोकन को ये अभियान भाव रे को कारण लोकन मन रे लुकायित होइकरी गोटे मनोभाव रहउची जे आमे एथे ए प्रकार काम कले हमकु अनेक समस्ते नुहंती समस्ते तो माने पूरा 90% लोक तो प्राण देइकरी काम करूचंती आरसीएम रे जो माने
କିଛି ଲୋକଙ୍କର ଯଦି ଧାରଣା ଅଛି ପଇସା ରୋଜଗାର କରିବାଟା ଛୋଟ କାମ RCM ମାଧ୍ୟମରେ, ଏ ସବୁ ଭାବନା ଜମା ଭାବିବା ନ ଭାବିକିରି ଏକ ଅଭିଯାନ ଆକାରରେ ଭାବନ୍ତୁ। ଏ ପ୍ରଡକ୍ଟ କୁ ଯେମିତିକା ବେଷ୍ଟ କ୍ୱାଲିଟିର ପ୍ରଡକ୍ଟ ଲୋକ ଦିଅନ୍ତୁ, ସ୍ୱାସ୍ଥ୍ୟର ସଚେତନତା ଆଣନ୍ତୁ, ଲୋକ ସମ୍ପର୍କ ବଢିବ। ତେଣୁ ଲୋକଙ୍କୁ ସଙ୍ଗେ ସଙ୍ଗେ ଯାଇକିରି ବିଜନେସ କହିଲେ ଲୋକମାନେ ତ ସାଙ୍ଗେ ସାଙ୍ଗେ ଗ୍ରହଣ କରିବେନି। ତାଙ୍କୁ ସମ୍ପର୍କ ଆଣିବା ପାଇଁ ଆପଣ ମାନେ ସ୍ୱାସ୍ଥ୍ୟ କ୍ରାନ୍ତିର ଅଭିଯାନରେ କରନ୍ତୁ, ପ୍ରଡକ୍ଟର ଭଲ ଦେଇକି ତାଙ୍କର ସ୍ୱାସ୍ଥ୍ୟ ଭଲ କରନ୍ତୁ, ତାଙ୍କର ସ୍ୱାସ୍ଥ୍ୟ କେମିତି ଭଲ ରହିବ, ପରିବାର କେମିତି ଭଲ ରହିବ। ସାରା ଭାରତରେ ଲକ୍ଷ ଲକ୍ଷ ଲୋକ, କୋଟି କୋଟି ଲୋକ ବହୁତ ଆର୍ଥିକ ଦୁରବସ୍ଥାରେ ଅଛନ୍ତି। ଆମେ ତାଙ୍କୁ ଯଦି ଗୋଟେ ରାସ୍ତା ଦେଖେଇବା, ତାଙ୍କୁ ଯଦି ଗୋଟେ ଭଲ ରାସ୍ତାରେ ତାଙ୍କୁ ନବା, ଆଉ ତାଙ୍କୁ ଯଦି ଇନକମ ର କରିବାର ବ୍ୟବସ୍ଥା କରିବା, ସେଥିରେ ଅସୁବିଧା କଣ ହଉଛି? ତା ଦ୍ଵାରା କରିକିରି ଆମର ଯଦି ଗୋଟେ ଇନକମ ଆସିଲା, ତ ସେଥିରେ ଲଜ୍ଜାକର କଣ ଅଛି, ଡରିବାରେ କଣ ଅଛି? ଇଏ ଆମର ଯୋଡେ ହଉଛି ଆମର ସମସ୍ତଙ୍କଠୁ ବାଧା। ଗୋଟେ ହଉଛି ଡରିବା, ଆଉ ଗୋଟେ ହଉଛି ମାନେ କଣ ଲଜ୍ଜା ଶରମ କରିବା, ଯେ ଲଜ୍ଜାକର କଥା। ଏଇ ଦିଟା ଯୋଗୁ ହିଁ ଆମକୁ ଆମକୁ ବାଧା ସୃଷ୍ଟି। ମୁଁ ଯେତେବେଳେ କାମ ଆରମ୍ଭ କରିଥିଲି, ସାରା ଭାରତ ଓଡିଶାରେ କେହି କୁଆଡେ ନଥିଲେ, ମୁଁ କୁଆଡେ ନଥିଲେ, ମୁଁ ଓକିଲାତି କରୁଥିଲି। ସିଷ୍ଟମ ଯେତେବେଳେ ସଞ୍ଜୀବ ସାର୍ ବୁଝେଇଲେ ମତେ, ମୁଁ ବିନ୍ଦାସରେ ସମସ୍ତଙ୍କୁ କହିଲି, କାହାକୁ ଛାଡିଲିନି। ସିଏ ଗରିବ ହେଇଥାଉ, ପଇସା ବାଲା ହେଇଥାଉ, ଧନୀ ହେଇଥାଉ, ଏଜୁକେଟେଡ ହେଇଥାଉ, ଭଲ ଚାକିରି କରିଥାଉ କି ଭଲ କିଏ ହେଇଥାଉ, କାହାକୁ କହିଲି ମାନେ ମୁଁ ଛାଡିଲିନି। ସମସ୍ତଙ୍କୁ RCM ବିଜନେସ ବାବଦରେ କହିଲି, RCM ବିଜନେସ କର, ତମର ଏଇଭଳି ସିଷ୍ଟମ, ଏଇଥିରେ ତମେ ଇନକମ କରିବ। ତ ଏଥିରେ ଲଜ୍ଜାକର କିଛି କରିବାର ନାହିଁ, କୌଣସି ଲଜ୍ଜା ନାହିଁ। ତ ମୋର ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ, ମୁଁ ଓକିଲାତି କରୁଛି, ମୋର ଫ୍ୟାମିଲି ମୋର ଘରେ ଅମୁକ ଅଛି ତମୁକ ଅଛି, ମୋର ଏଗୁଡା ଅହଙ୍କାର ଭାବରେ ମୁଁ ଯୋଉ ଭାବନା ଯଦି ହେଇଥାନ୍ତା, ତାହେଲେ ଏଗୁଡା କରିପାରନ୍ତି। ମୋ ସାଙ୍ଗରେ କେତେ ଲୋକ ଆସିଥିଲେ ଏଇଭଳିଆ ଅହଙ୍କାର ଭାବନା ଯୋଗୁ, ସେମାନେ ମଧ୍ୟ ଆଗେଇ ପାରିଲେ ନାହିଁ। ପରେ ପସ୍ତେଇଲେ, ସେମାନେ ପସ୍ତେଇଲେ, କରିଥିଲେ ଭଲ ହେଇଥାନ୍ତା। କିନ୍ତୁ ଇଗୋ, ତାଙ୍କୁ ଛୋଟ ଇଗୋ, ଛୋଟ ମନୋବୃତ୍ତି, କାଳେ କଣ ଲୋକ କହିବେ, ମୁଁ ଗୋଟେ ପଇସା ଲୋକଙ୍କୁ କହିବି, ଲୋକ ମନା କରୁଛନ୍ତି। ଆରେ ଲୋକ ମନା କରୁଛନ୍ତି, ଲୋକ ବୁଝି ପାରୁନାହାନ୍ତି। ତ ବନ୍ଧୁଗଣ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଟାଇମ ହେଇଗଲାଣି। ଓଭର ଟୁ ସତ୍ୟଦେବ। ଓକେ, ଥ୍ୟାଙ୍କ ୟୁ ସାର୍। ଆରତି ବାପା କଣ ଲାଷ୍ଟରେ କହୁଥିଲେ, କୁହନ୍ତୁ। ନାଇଁ, ମୋର କୋଶ୍ଚିନ୍ ଥିଲା ଯେ ଯୋଉ ପ୍ରୋଜେକ୍ଟରଟା ଆମେ କିଣିବା, ଏଇଟା ଆମେ ନିଜ ଆଇଡିରେ କିଣିପାରିବା ତ? ହଁ, ନିଜ ଆଇଡିରେ ଆମେ କିଣିପାରିବା। ଓକେ, ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ତ ସମୟ ସରିଯାଇଛି, ପୁଣି କାଲି ଆମେ ଦେଖା ହବା ଗୁରୁକୁଳରେ। ଆଉ ଆଜି ଆମେ ପ୍ଲାନିଂ କରିବା ମା ବନଦୁର୍ଗା RCM ସେଣ୍ଟରରେ ଆମର ନିଜର ଗ୍ରୋଥ ପାଇଁ ଆମେ ପ୍ଲାନିଂ କରିବା। ଓକେ, ଜୟ ନମସ୍କାର, ଜୟ RCM। ଆଶ୍ରୀ। ଜୟ RCM, ଜୟ RCM, ଜୟ RCM।